ଥରେ ଆରେ ମୋ କାଳିଆ ନୀଳାଚଳ ଧାମ ଛାଡ଼ି ଚାଲିଆ ନଗଡୁ ତ ରଥ ଚକ ନଗଡୁ ତ ରଥ ଚକ ଆରେ ନୀଳାଚଳିଆ ଥରେ ଆରେ ମୋ କାଳିଆ ନୀଳାଚଳ ଧାମ ଛାଡ଼ି ଚାଲିଆ। ଅପାର ସମ୍ଭାବନାର ସହର ହେଉଛି ଗୁଣପୁର। କଳା ସଙ୍ଗୀତ କ୍ଷେତ୍ରରେ ଅନନ୍ୟ ପରିଚୟ ସୃଷ୍ଟି କରିଛି ଏହି ଗୁଣପୁର ମାଟି। ଏହି ମାଟିରେ ପଡ଼ିଛି ସଙ୍ଗୀତ ଗୁରୁ ରଘୁନାଥ ପାଣିଗ୍ରାହୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏହି ଅଞ୍ଚଳକୁ ବିଶ୍ୱ ଦରବାରରେ ପରିଚୟ ସୃଷ୍ଟି କରାଇଛନ୍ତି। ସେହିଭଳି ଜଣେ ଯୁବ କଣ୍ଠଶିଳ୍ପୀ ସାଇରାମ ପାଢ଼ୀ, ଯିଏ ଗୁଣପୁର ସହରର ବୃନ୍ଦାବତୀ ନଗରରେ ବସବାସ କରନ୍ତି। ସେ ବିଭିନ୍ନ ମଞ୍ଚରେ ସମ୍ମାନିତ ହେବା ସହ ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ମଧ୍ୟ ବା ସିରିଏଲରେ ନିଜର କଣ୍ଠ ବା ଗୀତ ସେ ପରିବେଷଣ କରିଛନ୍ତି। ଆଉ ସେ ତାବଲା ବଜାନ୍ତି, ମୃଦଙ୍ଗ ବଜାନ୍ତି, କେଶ ମଧ୍ୟ ବଜାନ୍ତି। ଆସନ୍ତୁ ସେଇଭଳି ଯୁବ କଣ୍ଠଶିଳ୍ପୀ ସହ ଆମେ ଆଜି ସାକ୍ଷାତ କରିବା। ରିପୋର୍ଟର ଟୁଡେକୁ ସ୍ୱାଗତ। କଣ କହିବେ ସାଇରାମ, କୋଉଠି କୋଉଠି ଯାଇଛନ୍ତି, ଏଇ ଯୋଉ କଳା କେବେଠୁ ଆରମ୍ଭ କଲେଣି, କଣ କହିବେ? ଜୟ ଜଗନ୍ନାଥ, ନମସ୍କାର। ପ୍ରଥମେ ଯାଇଥିଲି ମୁଁ ଯେତେବେଳେ ଛୋଟ ଛୁଆ ଥିଲି, ସେଭେନ୍ଥ କ୍ଲାସରେ ମୁଁ ପଢ଼ୁଥିଲି। ସେଇ ଟାଇମରେ ଯାଇଥିଲି ମୁଁ ସାର୍ଥକ ସାରେଗାମାପା ଲିଟିଲ ଚାମ୍ପ ନୂଆ ନୂଆ ବାହାରିଥିଲା। ସେଇ ଟାଇମରେ ତ ମୁଁ ଏତେ କିଛି ଜାଣିନଥିଲି, ମାନେ ଗୀତ ଉପରେ ଗାଉଥିଲି ଏମିତି, କିନ୍ତୁ ଖାଲି ଭଜନ ଗାଉଥିଲି, ଆଧୁନିକ କିଛି ଜାଣିନଥିଲି। ଯେତେବେଳେ ସାରେଗାମାପା ଲିଟିଲ ଚାମ୍ପ ସାର୍ଥକରେ ବାହାରିଲା, ମୁଁ ଭାବିଲି ନାଇଁ ଥରେ ଟ୍ରାଏ କରିବି। କହିଲି ଆଉ ମୋ ମମି ଟିକେ ଟିକେ ଗୀତ ଗାଏ, ଆଉ ମମି କହିଲା ମୁଁ ଟିକେ ଟିକେ ଶୁଣେଇକି ମୁଁ ତତେ ଶୁଣେଇବି, ତୁ ସେ ଗୀତ ଗୁଡ଼ାକ ଗାଇବୁ, ଆଉ ଠିକ ଆଉ ଗାଇବୁ। ସେଇ ଟାଇମରେ ମୁଁ ଗାଉଥିଲି ତୁମ ଓଠରେ ଥିଲା ଦିନେ ମୋର ନା, ଆଉ ଏଇ ମୋର ଶେଷ ଗୀତ, ମଥାରେ ଦେଇ ପାଟ ଓଢ଼ଣୀ, ଏଇ ଟାଇପର ଗୀତ ସବୁ ଚୁଜ୍ କରିକି ମୁଁ ଯାଇଥିଲି ସାରେଗାମାପା ଲିଟିଲ ଚାମ୍ପ। ପ୍ରି ଅଡ଼ିସନ, ଅଡ଼ିସନ, ଅଡ଼ିଓ ଷ୍ଟୁଡ଼ିଓ ରାଉଣ୍ଡ, ତାପରେ ଗଲା ମେଗା ଅଡ଼ିସନରେ ମୁଁ କଟି ଯାଇଥିଲି। ତାପରେ ଗଲି ପୁଣି ଭଜନରେ ଗୋଟେ ପ୍ରାର୍ଥନାରେ ବାହାରିଲା ପ୍ରଥମ ସ୍ୱର, ସେଇ ଟାଇମରେ ମୁଁ ଯାଇଥିଲି ପ୍ରଥମ ସ୍ୱର, ସେଇଟା ବି ମେଗା ଅଡ଼ିସନ ଯାଇଥିଲି। ତାପରେ ମୁଁ ମୋର ପ୍ରାକ୍ଟିସ ତ ଏଇଠି କେହି ଗୁରୁ ନାହାନ୍ତି, ଏଇଠି ଗୁରୁ କେହି ନାହାନ୍ତି। ତାପରେ ଛତ୍ରପୁରରୁ ଗୋଟେ ଗୁରୁ ଆସୁଥିଲେ ବିଜୟ ପ୍ରଧାନ, ତାଙ୍କରି ପାଖରେ ମୁଁ କିଛି ଦିନଟା ଶିଖିଛି। ବର୍ଷେ 2 ବର୍ଷ ପାଖାପାଖି ମୁଁ ଶିଖିଛି ସେ ଗୁରୁଙ୍କ ପାଖରେ। ତାପରେ ଯେତେବେଳେ ବାହାରିଲା ପ୍ରଥମ ଭକ୍ତି କଣ୍ଠ, ଆମର ଭକ୍ତି କଣ୍ଠ ଯେତେବେଳେ ସିଦ୍ଧାର୍ଥ ଟିଭିରେ ବାହାରିଲା, ସେଇ ଟାଇମରେ ମୁଁ ଆଉଥରେ ଟ୍ରାଏ କରିବି ଭାବିଲି। କହିଲେ ମୋ ଘରେ ବି ସମସ୍ତେ ସପୋର୍ଟିଭ, ଭାଇ ଆଉ ବାପା ମମି ସମସ୍ତେ ସପୋର୍ଟ। ଗୀତରେ ହଉ କି ଇନଷ୍ଟ୍ରୁମେଣ୍ଟ ମୋର କିଛି କେତେବେଳେ ଦରକାର ଅଛି କି କଣ, ସାଙ୍ଗେ ସାଙ୍ଗେ ଅଣାହବ। ଯେମିତିକି ମୋର ପ୍ରାକ୍ଟିସଟା ଜାରି ରହିବ, ଗୀତ ଆଉ ମୋର ମ୍ୟୁଜିକ ଲାଇନଟା ଯେମିତି ଜାରି ରହିବ, ସେଇଥିପାଇଁ ମତେ। ତ ବର୍ତ୍ତମାନ ପାଠ ପଢାପଢି ବର୍ତ୍ତମାନ କଣ ଚାଲିଛି? ଏଇ ଗୀତ ସହ ପାଠ ପଢାପଢି କଣ ଚାଲିଛି? ଆଉ ବାଦ୍ୟ କଥା କହିବାକୁ ଗଲେ, ବାଦ୍ୟରେ ମାନେ ସହଯୋଗରେ ଆପଣ ଏ ବାଦ୍ୟ ପାଇଁ ଆକୃଷ୍ଟ ହେଲେ? ଆଚ୍ଛା, ମୁଁ ତ ପଢୁଛି ତିରୁପତିରେ, ନ୍ୟାସନାଲ ସାଂସ୍କ୍ରିଟ ୟୁନିଭର୍ସିଟି ତିରୁପତି ସାଂସ୍କ୍ରିଟ। ମୁଁ ଏବେ ପିଜି କରୁଛି ସାଂସ୍କ୍ରିଟରେ। ଆଉ ମୁଁ ତ ବଜଉଛି ଛୁଆ ଦିନରୁ, କିନ୍ତୁ ମୋର ପ୍ରଥମ ଗୁରୁ ହଉଛନ୍ତି ବାପା। ବାପା କୀର୍ତ୍ତନ କରୁଥିଲେ, ସେ ବି କୀର୍ତ୍ତନ କରୁଛନ୍ତି ବୋଲି ମୁଁ ତାଙ୍କୁ ଦେଖିକି ମୁଁ କୀର୍ତ୍ତନ କରି ଆସିଲି। ଆଉ ମାନେ ଟିକେ ଯେତେବେଳେ ବଡ ହେଲି, ଦିବ୍ୟ ରଞ୍ଜନ ନିଶାଙ୍କ ବୋଲି ଗୁରୁ ଅଛନ୍ତି ଆମର, ତାଙ୍କରି ପାଖରେ ମୁଁ ଶିକ୍ଷା ନେଲି, ମୃଦଙ୍ଗ ଶିଖିଲି। ଆଉ ବାପାଙ୍କର ମୋର ତ ଛୁଆ ବେଳୁ ମୁଁ ତାଙ୍କ ସହିତ ମିଶିକି ବଜଉଛି। ଆଉ ଆମର ବି ବହୁତ ସାରା କୀର୍ତ୍ତନ ମଣ୍ଡଳୀ ଅଛି, ମୁଁ ବି ସେଇଥିରେ ବଜାଏ। ଆଉ ବାଲେଶ୍ୱର ଯାଇଛି ପ୍ରୋଗ୍ରାମରେ, ଷ୍ଟେଜ ଶୋରେ। ମୁଁ ସିଦ୍ଧାର୍ଥ ଟିଭିରେ ମୁଁ ଯେତେବେଳେ ସେମିଫାଇନାଲ ପରେ କଟିଗଲି, ଆଉ ଜର୍ଜ ମାନେ ବି ମତେ ବହୁତ ସପୋର୍ଟ କରିଥିଲେ। ଆଉ ସ୍ୱର ଯାଇଛି, ବାଲେଶ୍ୱର ଯାଇଛି, ଯାଜପୁର ଯାଇଛି, ଆଉ ଆମର ଚଣ୍ଡିଖୋଲ, ସବୁ ଏଇ ସବୁ ମାନେ ଯେତେ ବି ଅଛି, କଟକ ଭୁବନେଶ୍ୱର, ସେ ସାଇଡ ସବୁ ପ୍ରୋଗ୍ରାମ ଯାଇଛି, ମୁଁ ଷ୍ଟେଜ ଶୋ କରି ଆସିଛି। ହାରାରି କେତେ ପ୍ରୋଗ୍ରାମ ଆପଣ ଆଟେଣ୍ଡ କରିଛନ୍ତି, ଆଉ କୋଉଠି କୋଉଠି ସମ୍ମାନିତ ହେଇଛନ୍ତି? ବହୁତ ଜାଗାରେ ସମ୍ମାନିତ ହେଇଛି ମୁଁ। ପ୍ରାୟ ମୁଁ ତ ବାହାରେ ରହୁଛି, ପାଠ ପଢୁଛି ମୁଁ।
ବାହାରେ ରହିକି ବି ମୁଁ ଆସିକି ପ୍ରୋଗ୍ରାମ କରିକି ଯାଉଛି। ପ୍ରାୟ ମୁଁ ଏଇ ବର୍ଷକ ଭିତରେ ଆ, 100 150 ପ୍ରୋଗ୍ରାମ ମୁଁ କରିଥିବି ବର୍ଷେ 2 ବର୍ଷ ଭିତରେ। ଆଉ ସମ୍ମାନିତ ତ ସବୁ ଜାଗାରେ ସମ୍ମାନିତ କରନ୍ତି। ଏଇ ମଝିରେ ଆମର ନ୍ୟାସନାଲ ୟୁଥ ଫେଷ୍ଟିଭାଲ ହେଇଥିଲା। ମୁଁ ଯାଇଥିଲି ନ୍ୟାସନାଲ ୟୁଥ ଫେଷ୍ଟିଭାଲ ଦିଲ୍ଲୀ ଯାଇଥିଲି। ମାନେ ବହୁତ ମୋର ଗୋଟେ ଲାଇଫର ଗୋଟେ ଭଲ ଏକ୍ସପିରିଏନ୍ସ। ବହୁତ ଭଲ ଲାଗିଲା ଯାଇକି ନ୍ୟାସନାଲ ୟୁଥ ଫେଷ୍ଟିଭାଲ। ମାନେ ଫୋକ୍ ସଙ୍ଗରେ ଯାଇଥିଲି। ସମ୍ବଲପୁରୀ ମୁଁ ଗୀତ ଗାଇକି ଆସିଲି। ମୋର ଫାଷ୍ଟ ଟାଇମ୍ ମୁଁ ସମ୍ବଲପୁରୀ ଫୋକ୍ ସଙ୍ଗ, ସମ୍ବଲପୁରୀ ଗୀତ ତ ଗାଏ ମୁଁ। ସମ୍ବଲପୁରୀ ଫୋକ୍ ସଙ୍ଗ ମୁଁ ତ ଓଡ଼ିଶାକୁ ପ୍ରେଜେଣ୍ଟ କରିକି ଆସିଛି। ନିଶ୍ଚିତ ଭାବରେ ଆପଣ ବାଜା ବଜାନ୍ତି, ସଙ୍ଗୀତ ଗାଆନ୍ତି। ତ ଆମ ଦର୍ଶକ ମାନଙ୍କ ପାଇଁ ଗୋଟେ ଏମିତି ଏକ ଗୀତ ଗାଆନ୍ତୁ ଯାହା ଦ୍ୱାରା ଦର୍ଶକ ମାଧ୍ୟମ ମଧ୍ୟ ମନମୁଗ୍ଧକର ହେଇପାରିବେ। ଗାଆନ୍ତୁ ଗୋଟେ ଗୀତ। ମୁଁ ସିଦ୍ଧାର୍ଥ ଟିଭିରେ ଗାଇଥିଲି ଗୋଟେ ଭଜନଟେ। ଥରେ ଆରେ ମୋ କାଳିଆ, ନୀଳାଚଳ ଧାମ ଛାଡ଼ି ଚାଲିଆ। ନଗଡ଼ୁ ତ ରଥ ଚକ, ନଗଡ଼ୁ ତ ରଥ ଚକ, ଆରେ ନୀଳାଚଳିଆ। ଥରେ ଆରେ ମୋ କାଳିଆ, ନୀଳାଚଳ ଧାମ ଛାଡ଼ି ଚାଲିଆ। ଆପଣମାନେ ଶୁଣୁଥିଲେ ସାଇରାମ ଭାଇ କିଭଳି ସୁନ୍ଦର ଗୀତ ଗାଆନ୍ତି ଏବଂ ସୁନ୍ଦର ବାଜା ମଧ୍ୟ ବଜାନ୍ତି। ଗୁଣୁପୁର ମାଟିରେ ଏଭଳି ଅନେକ ଲୋକାୟତ ପ୍ରତିଭା ରହିଛନ୍ତି ସୁଯୋଗ ଅପେକ୍ଷାରେ। ରାଜ୍ୟ ସରକାର ଏହି ଗୁଣୁପୁର ଠାରେ ଏକ ସଙ୍ଗୀତ ମହାବିଦ୍ୟାଳୟ ଯଦି ଖୋଲିବାରେ ଯଦି ଗୁରୁତ୍ୱ ଦିଅନ୍ତି ତ ନିଶ୍ଚିତ ଭାବରେ ଏହି ଅଞ୍ଚଳର ପ୍ରତିଭା ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଆଣିବାରେ ସକ୍ଷମ ହୋଇପାରିଥାନ୍ତି। ବଣମଲ୍ଲୀ ବଣର ନ ରହି ବାସ ନିଶ୍ଚୟ ଏଠାରେ ଚହଟେଇ ପାରିଥାନ୍ତା। ଗୁଣୁପୁରରୁ ଦୀପକ କୁମାର ପଣ୍ଡା, ରିପୋର୍ଟର ଷ୍ଟୁଡିଓ।